ବାସସ୍ଥାନ ଅନୁସାରେ ପ୍ରାଣୀମାନଙ୍କୁ କେତେ ଭାଗରେ ବିଭକ୍ତ କରାଯାଇଅଛି? 3 ଭାଗରେ ବିଭକ୍ତ କରାଯାଇଅଛି। ସେଗୁଡ଼ିକ କ'ଣ କ'ଣ? ସ୍ଥଳଚର, ଜଳଚର, ଉଭୟଚର। ସ୍ଥଳଚର ପ୍ରାଣୀ କେଉଁମାନଙ୍କୁ କୁହାଯାଏ? ଯେଉଁ ପ୍ରାଣୀମାନେ ସ୍ଥଳରେ ବାସ କରନ୍ତି ସେମାନଙ୍କୁ ସ୍ଥଳଚର ପ୍ରାଣୀ କୁହାଯାଏ। ଉଦାହରଣ: ମଣିଷ, ଗାଈ, ବାଘ, ଛେଳି। ଜଳଚର ପ୍ରାଣୀ କେଉଁମାନଙ୍କୁ କୁହାଯାଏ? ଯେଉଁ ପ୍ରାଣୀମାନେ ଜଳରେ ବାସ କରନ୍ତି ସେମାନଙ୍କୁ ଜଳଚର ପ୍ରାଣୀ କୁହାଯାଏ। ଉଦାହରଣ: ମାଛ, ତିମି, ଡଲଫିନ୍। ଉଭୟଚର ପ୍ରାଣୀ କେଉଁମାନଙ୍କୁ କୁହାଯାଏ? ଯେଉଁ ପ୍ରାଣୀମାନେ ଉଭୟ ସ୍ଥଳ ଓ ଜଳରେ ବାସ କରନ୍ତି ସେମାନଙ୍କୁ ଉଭୟଚର ପ୍ରାଣୀ କୁହାଯାଏ। ଉଦାହରଣ: ସାପ, ବେଙ୍ଗ, କଇଁଛ, କୁମ୍ଭୀର। ଭେରି ଗୁଡ୍।